ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି, ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ଏବେ ଚାଲିଛି ମହୋତ୍ସବର ଋତୁ। ଜିଲ୍ଲା ମୁଖ୍ୟାଳୟଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସବୁଠାରେ ଆୟୋଜିତ ହେଉଛି ଲୋକ ମହୋତ୍ସବ। ବୌଦ୍ଧ ମହୋତ୍ସବ ସହ ଜିଲ୍ଲାର କୋଣ ଅନୁକୋଣରେ ଆୟୋଜିତ ହେଉଥିବା ଲୋକ ମହୋତ୍ସବ ଫଳରେ ଜିଲ୍ଲାର ଲୁକାୟିତ ପ୍ରତିଭା ସବୁ ଲୋକଲୋଚନକୁ ଆସିପାରିଛନ୍ତି। ଲୋକ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ଗବେଷକ ଚନ୍ଦ୍ରକାନ୍ତ ନାୟକ କହିଛନ୍ତି, ଲୋକକଳା, ସଂସ୍କୃତି ଓ ପରମ୍ପରାର ମାଟି ହେଉଛି ବୌଦ୍ଧ ଜିଲ୍ଲା। ଜିଲ୍ଲାର ପ୍ରତି କୋଣରେ ଏହାର ଅନୁଭବ କରିହେଉଛି। ଆଞ୍ଚଳିକ ଲୋକଗୀତ, ଲୋକବାଦ୍ୟ, ଲୋକ ପରମ୍ପରାର ପ୍ରଚାର ପ୍ରସାର ପାଇଁ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ଆୟୋଜିତ ହେଉଛି ଲୋକ ମହୋତ୍ସବ। ମୁଖ୍ୟତଃ ଆଞ୍ଚଳିକ କଳା, ସଂସ୍କୃତି, ପରମ୍ପରା ଏବଂ ପାରମ୍ପରିକ ଜ୍ଞାନ କୌଶଳକୁ ସଂରକ୍ଷଣ ତଥା ଲୋକଲୋଚନକୁ ଆଣିବା ପାଇଁ ଏହାର ପ୍ରୟାସ କରାଯାଉଛି। ସ୍ଥାନୀୟ କଳାକାରମାନଙ୍କୁ ମଞ୍ଚ ପ୍ରଦାନ କରିବା ସହ ସାମାଜିକ ଏକତା ବୃଦ୍ଧି ଏବଂ ପର୍ଯ୍ୟଟନର ବିକାଶରେ ସହାୟତା ହୋଇଥାଏ। ଏହାଦ୍ୱାରା ପାରମ୍ପରିକ ନୃତ୍ୟ, ଗୀତ ଓ କଳାକୁ ପ୍ରୋତ୍ସାହିତ କରି ପରବର୍ତ୍ତୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ନେଇ ଏକ ସୁଯୋଗ ସୃଷ୍ଟି ହୋଇଥାଏ ଏହି ଲୋକ ମହୋତ୍ସବ ଦ୍ୱାରା। ବୌଦ୍ଧ କଚେରୀ ପଡ଼ିଆଠାରେ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା 5 ଦିନ ଧରି ଅନୁଷ୍ଠିତ ହୋଇଛି। ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ଜିଲ୍ଲାରେ ପାନୀୟ ଜଳ ସମସ୍ୟା ରହିଛି, ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତଙ୍କ ପାଖରେ ପିଇବା ପାଣି ପହଞ୍ଚିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଦିଗରେ ଏହି ମଞ୍ଚ ପ୍ରକୃଷ୍ଟ ବୋଲି କହିଥିଲେ। ବୌଦ୍ଧ ଟାଉନ ହଲ୍ ଠାରୁ ସଡ଼କ ସୁରକ୍ଷା ମାସ ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଏହା ସହ ଏକ ସଚେତନତା ପଦଯାତ୍ରା ସହର ପରିକ୍ରମା କରିଥିଲା। ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ସଚେତନତା ରଥ ଓ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ରା ବୌଦ୍ଧ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ବିଜୁ ପଟ୍ଟନାୟକ ଛକ ନିକଟରେ ପହଞ୍ଚିଥିଲା। ସେଠାରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ଚାଳକମାନଙ୍କୁ ସଚେତନ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ବିନା ହେଲମେଟ୍ରେ ଯାତାୟାତ କରୁଥିବା ବାଇକ୍ ଚାଳକମାନଙ୍କୁ ହେଲମେଟ୍ ଓ ଗୋଲାପ ଫୁଲ ବଣ୍ଟନ କରାଯାଇଥିଲା। ବୌଦ୍ଧ କଚେରୀ ପଡ଼ିଆଠାରେ 2 ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରାମାରାଓ ପାଲୋ ଓ ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ ନିଜ ନିଜ ବିଭାଗରେ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲାର ବହୁ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁକୁଆଲା ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କେନ୍ଦ୍ର ସରକାରଙ୍କ ଅନ୍ୟତମ ଆକାଂକ୍ଷୀ ପ୍ରକଳ୍ପ ବୋଲି ସେ କହିଛନ୍ତି। ଏହାସହ 2026 ମସିହା ଶେଷ ସୁଦ୍ଧା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପୂର୍ଣ୍ଣାଙ୍ଗ କରାଯିବାକୁ ପ୍ରଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ଦଶପଲ୍ଲାଠାରୁ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ପର୍ଯ୍ୟନ୍ତ 75 କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ, ବୌଦ୍ଧ ଜିଲ୍ଲାରେ ଥିବା 4ଟି ଟନେଲ, କୁଲୁରୁକୁମ୍ପାଠାରେ ଭାରତର ଦ୍ୱିତୀୟ ବୃହତ୍ତମ ଭାଇଡକ୍ଟ 4 କିଲୋମିଟର 778 ମିଟର ବିଶିଷ୍ଟ ଐତିହାସିକ ଭାଇଡକ୍ଟ ସେତୁର ନିର୍ମାଣ କାମ ପରିଦର୍ଶନ କରି ସେ ସମୀକ୍ଷା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।